ଯେତେ ଆଞ୍ଚଳିକ ଦଳ ଓଡ଼ିଶାର ଗଠନ ହେବ ସମସ୍ତଙ୍କ ପାଇଁ ଭଲ। କାହା ପାଇଁ ଭଲ? ପ୍ରଥମେ ଆମ ଗଣମାଧ୍ୟମ ପାଇଁ ଭଲ, କାହିଁକିନା ଆମକୁ ଡେଲି ମସଲା ମିଳିବ ଏବଂ ଆମକୁ ଆଉ ଗୋଟେ ଗୋଷ୍ଠୀ ଖୋଜିବା ଆରମ୍ଭ କରିବ। ଏକ ଦ୍ୱିତୀୟ କଥାଟି ହେଉଛି ଗୋଟେ କର୍ମୀ ପାଇଁ ଭଲ। ସେ ବିଜେପିରେ କଂଗ୍ରେସରେ ଦେଖିଲା ପଛ ଧାଡ଼ିରେ ଏମିତି କିଛି ପାଇନଥାନ୍ତି, ସେମିତି କିଛି ପାଇନଥାନ୍ତି, କିଛି ଗୋଟେ ପାଇଲେ ଗୋଟା ରାଲି ଫାଲି ଯିବା ପାଇଁ ଗୋଟେ ଅନେକ ଲୋକର ଖର୍ଚ୍ଚ ବାର୍ଚ୍ଚ କର୍ମୀ ଗୋଟେ ଅଛନ୍ତି, ଖର୍ଚ୍ଚ ବାର୍ଚ୍ଚ କର୍ମୀ। ତା କାମ ହେଲା ତାଙ୍କର 100-200 ଡେଲି ଖର୍ଚ୍ଚ ବାର୍ଚ୍ଚ ଦରକାର। ଗୋଟେ ଦଳ ପଚାରି ପାରିଲେନି, ତେଣୁ ଆମେ ସେପଟକୁ ପଳେଇବା। ସମସ୍ତଙ୍କର ବିଭିନ୍ନ ପ୍ରକାର ଷ୍ଟାଇଲ ଅଫ୍ ମାନେ ପଲିଟିକ୍ସ ଅଛି। ତେଣୁ ମୋକିମ ବାବୁଙ୍କର ଭଲ ମାଲ ଅଛି, କାହିଁକିନା କଟକ ଭୁବନେଶ୍ୱର ସବୁଠାରୁ ଡେଙ୍ଗା କୋଠା, ମୋଟା କୋଠା, ବଡ଼ କୋଠା ସବୁ କାହାର? ମହମ୍ମଦ ମୋକିମଙ୍କର ଟଙ୍କା ଅଛି। ତେଣୁ ସିଏ ଗୋଟେ ଚାହୁଁଛନ୍ତି ଯୁବ ନେତୃତ୍ୱକୁ ଆଗକୁ ଦେବା ପାଇଁ। ଆପଣ ଦେଖୁଥିବେ ବିଜେଡି ହଉ, ବିଜେପି ହଉ, କଂଗ୍ରେସ ହଉ, ଯିଏ ଟାଣୁଆ ନେତା ହେଇଯାଇଛନ୍ତି ସେ ଜାଣିବେ ଯେ ଆଉ କେହି ନ ଆସନ୍ତୁ। ସେ ନେତା ଦେଖୁଥିବ ମୁଁ ଗୋଟେ ନେତୃତ୍ୱର ପରାକାଷ୍ଠା ପ୍ରଦର୍ଶନ କରିବି, ମୋ ପାଖରେ ମାଲଟେ ନାହିଁ। ମୋକିମ ବାବୁ କହିଲେ ତମେ ନେତୃତ୍ୱ ନେବାକୁ ଇଚ୍ଛୁକ କି? ଆସ, ମୁଁ ଟଙ୍କା 10 ନେଉଛି। ସେ ଟଙ୍କା 10 ଦେବେ, ତେମେ ଖର୍ଚ୍ଚ ବାର୍ଚ୍ଚ କରି ସଂଗଠନ କରିବ, ତା ଭିତରୁ କିଛି କ୍ଲିକ୍ କରିଯିବେ। ତେଣୁ କିଛି ଲୋକ ପଳାନ୍ତୁ, ମୁଁ ହେଉଛି ଓଡ଼ିଶା ଜନତା କଂଗ୍ରେସ, ଆଉ କିଛି ଲୋକ ପଳାନ୍ତୁ ବିଜୁ ଆମର ଯୋଉ ଲିଗାସିର, ସେ ଦଳ ଫଳ କରିବେନି। ସେ ଗୋଟେ ବିଜେଡିକୁ ଡରାଇବା ପାଇଁ ଗୋଟେ ମଞ୍ଚଟିଏ କରାହେଉଛି। ତେଣୁ ସମସ୍ତେ ସବୁଠୁ ସ୍କୋପ୍ ପାଆନ୍ତୁ। ଏବଂ ମୁଁ ଭାବୁଛି ଯେତେ ଛତା ରହିବ ସେତେ ଛାଇ ମିଳିବ। ଯେତେ ଦଳ ଗଠନ ହବ ସେରା କର୍ମୀମାନଙ୍କ ଛତା। ତେମେ ମତେ କାଲି ଯୋଉ ଗାଳି ଦଉଥିଲ, ତୋ ଭଳିଆ କର୍ମୀ ମୋର ଦରକାର ନାହିଁ, ଦଳେ କହିଦଉଛନ୍ତି କି ନାହିଁ? ସାଙ୍ଗେ ସାଙ୍ଗେ ସେ ଉଠିଲା କଣ, ଯାଉଛି ରେ ମୋକିମ ଭାଇକି ଭକ୍ତ ଭାଇ ଯୋଉନ ଶୋଧିବେ କଂଗ୍ରେସ ଭବନରେ, ସେ କୋଉଠି ଯାଇଥାନ୍ତା? ଘରେ ବହିଥାନ୍ତା, ଆଉ ତ ବିଜେପି ବିଜେଡିକି ଯାଇପାରିନଥାନ୍ତା। ସିଏ କଣ ସାଙ୍ଗେ ସାଙ୍ଗେ ଏଇଠୁ ଯାଇକି ସତ୍ୟନଗର ପଳେଇବ, ମାଷ୍ଟର କ୍ୟାଣ୍ଟିନ୍ ଗୋଟିଏ ରାସ୍ତା, ଅଟୋ 10 ଟଙ୍କା ମାତ୍ର, ସିଧା ପଳେଇଲା। ତେଣୁ ତା ପାଇଁ ଗୋଟେ ଛକଟିଏ ମିଳିଲା। ତେଣୁ ରାଜନୀତି ସରଗରମ ହଉ, ଗଣମାଧ୍ୟମ ଚାଲୁ, କର୍ମୀମାନେ ଚାଲନ୍ତୁ, ଆମକୁ ବେଳେ ବେଳେ ଏମିତି କହିବାର ସୁଯୋଗ ମିଳୁ। ସମସ୍ତଙ୍କର ୱିନ୍ ୱିନ୍ ସିଚୁଏସନ୍। ମୋକିମ ବାବୁଙ୍କର ଦଳରେ ତାଙ୍କର ହେଉଛି ଯୋଉ ଆମର ଆଜିକାଲି ଯୋଉ ଚକୋଲେଟ ମିଳୁନି ଡବଲ ଲେୟାର ବାଲା ଆଇସ୍କ୍ରିମ, ଦେଖିବ ଡବଲ, ଗୋଟା କଫି, ଗୋଟା ଧଳା ଟାଇମ୍ ଲାଗେଇଥିବ। ମୋକିମ ବାବୁଙ୍କର ଦଳଟା ସେୟା। ଓଡ଼ିଶା ରଖିଲେ, ତା ଦେହରେ ଜନତା ରଖିଲେ, କଂଗ୍ରେସ ରଖିଲେ, ମାନେ ଜନତା କଂଗ୍ରେସ ଯୋଡ଼ାକ ଫ୍ଲେଭର ତମେ ସେଠି ପାଇବ। ତେଣୁ କଂଗ୍ରେସ ଲୋକ ଯିଏ ରାଗୁଛ ଭକ୍ତ ବାବୁଙ୍କ ଉପରେ, ଚାଲ ହରି ଆମ ସତ୍ୟନଗର ଅଫିସ କି। ଆଉ ଯୋଉମାନେ ଭଲ ଲାଗୁନି ତମକୁ ଆଉ 6 ନମ୍ବର ଶଙ୍ଖ ଭବନରେ, ବୁଝିଲେ କି, ତେମେ ମଧ୍ୟ ଏପଟକୁ ଆସ ହରି, ନହେଲେ ଯାହାରି ବିଜୟ ମହାପାତ୍ରଙ୍କ ଘର ଆଡ଼େ। ତେଣୁ ଇଏ ଗୋଟେ ଅପସନ୍ ସୃଷ୍ଟି ହେଲା। ମୁଁ ଭାବୁଛି ଆମେ ଟିକେ ଟିକେ ସମସ୍ତେ ମୋକିମ ବାବୁଙ୍କୁ, ବିଜୟ ମହାପାତ୍ର, ବିଜୁ ଲିଗାସିଙ୍କୁ ଟିକେ ଠେଲିକି ବଳ ଦେବା। କାହିଁକି? ଗୋଟେ ରାଜନୀତିରେ ଯେତେ ହଟ ଚମଟ ସୃଷ୍ଟି ହବ, ରାଜନୀତି ସରଗରମ ହବ, ଆଉ କୌଣସି କର୍ମୀଟେ ନେତାଟେ ହତାଦର ହବନି। ସେଟା କାଲି କଂଗ୍ରେସ ଟିକେଟ ଦେଇନଥାନ୍ତା, କିନ୍ତୁ ଲଢ଼ିବାକୁ ଇଚ୍ଛା, ପଇସା ନାହିଁ। ମୋକିମ ବାବୁ କହିଲେ ରହ 50 ବ୍ୟାନର ପୋଷ୍ଟର ଖର୍ଚ୍ଚ ବାର୍ଚ୍ଚ କରିସାରିଲା ପରେ ବି ସେ 50 ଖର୍ଚ୍ଚ ନକରି 10 ପାକେଟରେ ପୁରେଇ ପାରିବୁ, ସେ ବି ସ୍କିମ୍ ଅଛି। ତେଣୁ 147ଟା ଜାଗାରେ ଏମିତି ଟିକେ ଚଳପ୍ରଚଳ ହଉ। ତେଣୁ ଆମେ ତାଙ୍କୁ ଏଇଟା ଟିକେ ନିରୁତ୍ସାହିତ ଭାବୁଛି କରିବାନି, ଯେହେତୁ ଏବେ ଜନ୍ମ ହେଇଛି ଦଳଟା। ମାସ ପରେ ଦେଖିବା ହଉଛି କି ନାହିଁ। ଯୋଉ ମୋକିମ ବାବୁ କଣ 100 କୋଟି ଖଣ୍ଡେ ଖର୍ଚ୍ଚ କରିସାରିଲେ? ଟୋଟାଲ ଏଯାକେ 1.5 କୋଟିରୁ 2 କୋଟି ଟଙ୍କା ଖଣ୍ଡେ ଖର୍ଚ୍ଚ ହେଇଥିବ। ସେ ଗାଡ଼ିରେ ଯାଇଛନ୍ତି, 4-6ଟା ଜାଗାରେ ମିଟିଂ କରିଛନ୍ତି, 50-100 ଲୋକଙ୍କୁ ଡାକିକି ଭାଡାଲମା ଗଣ୍ଡିଏ ଦେଇଛନ୍ତି, କିଛି ପୋଷ୍ଟର ବ୍ୟାନର ମାରିଛନ୍ତି। ଅତି ବେଶୀରେ ଖର୍ଚ୍ଚ 2 କୋଟି 2.5 କୋଟି ଟଙ୍କା ହବ କି ନାହିଁ? ମୋକିମ ବାବା ଗୋଟା କୋଠାର ଗୋଟେ ଫାଳ, କହନ୍ତି ଗାଁ ଗହଳିରେ କହନ୍ତି, ଗୋଟେ ଖୋଜ ବିକି ଦେଲେ ଗାଁ ଚଳିବ। ସେ ଗୋଟେ କୋଠାର ଫାଳେ ବିକି ଦେଲେ ଏମାନେ 5ଟା ଜାଗାରେ ମିଟିଂ ହବ। ଯେତେବେଳେ 100 କୋଟି ଟଙ୍କା ଖର୍ଚ୍ଚ ହବ, ମୋକିମ ବାବୁ 100 କୋଟି ଖର୍ଚ୍ଚ କଲେଣି, ଆକୁ ଏତିକି ଦେଲେନି, ତାହେଲେ ଜାଣିବା ଯେ ସେଥିରେ ତାଙ୍କ ରେଞ୍ଜ ଗୋଟେ 2 କୋଟି 3 କୋଟି ତାଙ୍କ ପାଇଁ କଣ। जदि आपंक आम भिडी भल लगा तेब आम चैनल को लाइक, शेयर और सब्सक्राइब करने को जमा भी भूलु नहीं।